ଆପଣଙ୍କ ଘର ଆଗରେ ରଖନ୍ତୁ ଏହି ଚାରି ଜିନିଷ। କେବେ ରହିବନି ଅଭାବ, ମାଡ଼ି ଆସିବ ଧନ, ଦୂର ହେବ ସଙ୍କଟ ଗରିବୀ, ମା ଲକ୍ଷ୍ମୀ ହେବେ ପ୍ରସନ୍ନ। ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି ଯାହାକୁ ମାନିବା ଅପରିହାର୍ଯ୍ୟ। ବାସ୍ତୁ ନିୟମ ନ ମାନିଲେ ଅନେକ ସମସ୍ୟା ହୋଇଥାଏ। ପରିବାରରେ ଅଶାନ୍ତିର ଝଡ଼ ଆରମ୍ଭ ହେବା ସହିତ ବ୍ୟକ୍ତିଗତ ଜୀବନରେ ବି ଅନେକ ପ୍ରତିକୂଳ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ହିନ୍ଦୁ ପରମ୍ପରାରେ ବାସ୍ତୁଶାସ୍ତ୍ରକୁ ବେଶ ଗୁରୁତ୍ୱ ଦିଆଯାଇଥାଏ। ତେବେ ଘରେ ବାସ୍ତୁ ଦୋଷକୁ ଦୂର କରିବା ପାଇଁ କ'ଣ କରିବା ଉଚିତ, କେଉଁ ଉପାୟ ଅବଲମ୍ବନ କରିବା ଉଚିତ ଏବଂ କେଉଁ ଦିନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ, ଜାଣନ୍ତୁ ଏହା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ରହୁଥିବା ବ୍ୟକ୍ତିଙ୍କ ସହିତ ବାସ୍ତୁ ସିଧାସଳଖ ଭାବେ ଜଡ଼ିତ। ଏପରିକି ଘରର ଅନେକ ଜିନିଷ ଯେପରିକି ଦିଗ, ଠାକୁର ଘର, ରହିବା ସ୍ଥାନ, ଡାଇନିଂ, ପାଇଖାନା ଆଦି ବାସ୍ତୁ ସହ ଜଡ଼ିତ। ଘରର ମୁଖ୍ୟ ଦ୍ୱାର ସୁଖ ଓ ସମୃଦ୍ଧିର ଦ୍ୱାର ଭାବରେ ବିବେଚନା କରାଯାଏ। ଏପରି ପରିସ୍ଥିତିରେ ମୁଖ୍ୟ ପ୍ରବେଶ ପଥକୁ ସଫାସୁତୁରା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱାସ କରାଯାଏ ଯେ ଯଦି ମୁଖ୍ୟ ଦ୍ୱାର ସଫାସୁତୁରା ନଥାଏ ତେବେ ଦେବାଦେବୀ ଘରକୁ ଆସନ୍ତି ନାହିଁ। ତେବେ ବାସ୍ତୁ ଦୋଷ ଦୂର କରିବାକୁ କ'ଣ କରିବା ଉଚିତ, ଆସନ୍ତୁ ଜାଣିବା। ଘରେ କେଉଁ ଚାରୋଟି ଜିନିଷ ରଖିବା ଦ୍ୱାରା ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ। ପ୍ରଥମତଃ କଳସ। ଆପଣ ଲକ୍ଷ୍ୟ କରିଥିବେ ଯେ ଘରର ପ୍ରବେଶ ପଥରେ ଛୋଟ ବଡ଼ କଳସ ରଖାଯାଇଥାଏ ଓ ସେଥିରେ ପାଣି ଭରାଯାଇ ତା ଉପରକୁ ଫୁଲରେ ସଜାଯାଇଥାଏ। କଳସକୁ ବାସ୍ତୁର ପ୍ରତୀକ ବୋଲି କୁହାଯାଏ। ଆଉ ପୂଜା ପର୍ବରେ କଳସର ସ୍ଥାନ ସ୍ୱତନ୍ତ୍ର। ଯଦି ଆପଣ ପ୍ରତିଦିନ ଘରର ମୁଖ୍ୟ ଦ୍ୱାରରେ ଏକ କଳସ ରଖନ୍ତି ତେବେ ଏହା ଘରେ ସମୃଦ୍ଧତା ଆଣିବ ଏବଂ ପରିବାରର ସଦସ୍ୟମାନେ ସୁଖମୟ ଜୀବନଯାପନ କରିବେ। ଘରର ମୁଖ୍ୟ ଦ୍ୱାରରେ କଳସ ରଖିବା ସହ ସେଥିରେ 5 ପତ୍ର କିମ୍ବା 7 ପତ୍ର ଆମଡାଳ ରଖନ୍ତୁ ଏବଂ କଳସର ଉପରି ଭାଗକୁ ଫୁଲରେ ସଜାନ୍ତୁ। ଦ୍ୱିତୀୟରେ ଗଣେଶ ମୂର୍ତ୍ତି। ବିଘ୍ନ ବିନାଶକ ହେଉଛନ୍ତି ପ୍ରଭୁ ଗଣେଶ। ଘର ସାମ୍ନାରେ ଗଣେଶଙ୍କୁ ରଖାଯିବାର ପୁରାଣ ବର୍ଣ୍ଣିତ କଥା ରହିଛି। ଘର ସାମ୍ନାରେ ପ୍ରଭୁ ଗଣେଶଙ୍କୁ ରଖିବା ଅତ୍ୟନ୍ତ ଶୁଭ ବୋଲି ଦର୍ଶାଯାଏ। ଏପରିକି କୌଣସି ପୂଜା ବେଳେ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଇଥାଏ। ଘରେ ସୁଖ ଏବଂ ଧନ ଆଣିବା ପାଇଁ ଭଗବାନ ଗଣେଶଙ୍କର ଏକ ମୂର୍ତ୍ତି ଘରର ମୁଖ୍ୟ ଦ୍ୱାରରେ ରଖିବା ଉଚିତ। ସେହିଭଳି ଆଉ ଏକ ହେଲା ସ୍ୱସ୍ତିକ ପ୍ରତୀକ। ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ଏକ ନାଲି ସ୍ୱସ୍ତିକ ରଖିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଯାଏ। ମୁଖ୍ୟ ଦ୍ୱାର ମଝିରେ ଏକ ନାଲି ସ୍ୱସ୍ତିକ ରଖିବା ଦ୍ୱାରା ଘର ଲୋକଙ୍କ ପାଇଁ ଭଲ ସ୍ୱାସ୍ଥ୍ୟ ଆସିବ। ଆହୁରି ମଧ୍ୟ ଏକ ସ୍ୱସ୍ତିକ ତିଆରି କରାଯାଇ ମୁଖ୍ୟ ପ୍ରବେଶ ପଥରେ ରଖାଯାଇପାରିବ। ସେମିତି ଫୁଲ, କାହାକୁ ଫୁଲ ଦେଇ ଅଭିବାଦନ କରିବା ସମ୍ମାନର ସଂକେତ ବୋଲି ବିବେଚନା କରାଯାଏ। କେବଳ ସେତିକି ନୁହେଁ, ଘରର ମୁଖ୍ୟ ପ୍ରବେଶ ପଥରେ ଫୁଲ ସଜାଇବା ମଧ୍ୟ ସକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। କିନ୍ତୁ ଧ୍ୟାନ ରଖିବେ ଯେ ଶୁଖିଲା ଫୁଲ କିମ୍ବା ପତ୍ର ଘର ସାମ୍ନାରେ ଯେପରି ନ ରୁହେ। ବାସ୍ତୁଶାସ୍ତ୍ରର ଏହି 4ଟି ନିୟମ ମାନିଲେ ଘରେ ଥିବା ବାସ୍ତୁ ଦୋଷ ଦୂର ହେବା ସହ ଘରେ ହସ ଖୁସି ଭରିଯିବ, ଆଉ ଅଭାବ କି ସଙ୍କଟ ଘର ମୁହଁ ମାଡ଼ିବନି। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।